ଜୟ ଜଗନ୍ନାଥ। ଆଜି ଆସନ୍ତୁ ଆମେମାନେ ଦେଖିବା ଓଡ଼ିଶାର ପ୍ରସିଦ୍ଧ ଆରିସା ପିଠା କିଭଳି ଭାବରେ ତିଆରି କରାଯାଏ। ଏଥିପାଇଁ ପ୍ରଥମେ ଅରୁଆ ଚାଉଳକୁ ବତୁରେଇ ଶୁଖେଇ ଦିଆଯାଏ ଏବଂ ସେହି ଚାଉଳକୁ ତାପରେ ଗୁଣ୍ଡ କରି ଦିଆଯାଏ। ଚାଉଳ ଗୁଣ୍ଡ ହେବା ପରେ ତାହାକୁ ପ୍ରଥମେ ଗୋଟେ ପାତ୍ରରେ କାଢ଼ି ନେବାର, ସେଇ ଯେଉଁ ଅରୁଆ ଚାଉଳ ଗୁଣ୍ଡ ହେଇଥାଏ ସେ ଚାଉଳ ଏଭଳି ଭାବରେ ବତୁରା ହେଇଥିବ ଯେମିତିକି ପାଣି ନଥିବ କିନ୍ତୁ ନରମ ହେଇଥିବ। ତାପରେ ଗୋଟେ କଡ଼େଇ କିମ୍ବା ଯେକୌଣସି ପାତ୍ର ନିଆଁରେ ବସେଇ ସେଥିରେ ଗୁଡ଼ ପକାଯାଏ। ଗୁଡ଼କୁ ସମ୍ପୂର୍ଣ୍ଣ ଭାବେ ତରଳିବା ପାଇଁ କି ଛାଡ଼ିଦେବା ଦରକାର। କାହିଁକି ନା ଆଗରୁ ଯେଉଁ ତିଆରି ହେଉଥିଲା ଆରିସା ପିଠା ଏହିପରି ଭାବରେ ହେଉଥିଲା। ସେ ଆରିସା ପିଠା ତିଆରି ହେବା ମୋ ଜୀବନରେ ଆଜି ପର୍ଯ୍ୟନ୍ତ ମୁଁ କେବେ ଦେଖିନଥିଲି, ପ୍ରଥମ ଥର ପାଇଁ ଦେଖିଲି। କାହିଁକି ନା ଆରିସା ପିଠା ଯେତେବେଳେ ତିଆରି ହୁଏ ଲୁଚାଇ କରି ରାତିରେ ତିଆରି କରାଯାଏ। ସେଇ ଗୁଡ଼ଟି ମେଲ୍ଟ ହେଇଯିବା ପରେ, ତରଳି ଯିବା ପରେ ସେଇ ଗୁଡ଼ରେ ପାନ ମଧୁରୀ ପକାଯାଏ। ଗୁଡ଼ଟା ସେଇଭଳି ଭାବରେ ଅଠା ଅଂଶ ରହିବ ଯେମିତିକି ପାଣିରେ ପକାଇଲେ ଟିକେ ହାତକୁ ଅଠା ଲାଗୁଥିବ। ତାକୁ ଯିଏ ତିଆରି କରନ୍ତି ସେ ତାର ପାଗ ଜାଣିଛନ୍ତି। ଆଉ ସେଇ ଗୁଡ଼ରେ ପାନ ମଧୁରୀ, ଗୁଜୁରାତି, ଅଳେଇଚ ଯାହା ବି କିଛି ସବୁ ପିଠାରେ ପଡ଼େ ସେସବୁ ଜିନିଷ ପକେଇକିରି ଧୀରେ ଧୀରେ ଗୋଳାଯାଏ। ଆଉ ସେଇ ଗୁଡ଼ରେ କୁଟା ଯାଇଥିବା ଅରୁଆ ଚାଉଳ ଗୁଣ୍ଡକୁ ଧୀରେ ଧୀରେ ପକାଯାଏ। ଆଉ ଏଇ ଅରୁଆ ଚାଉଳ କୁଟା ମଧ୍ୟ ଠିକ୍ ନହେଲେ କିମ୍ବା ବତୁରା ଠିକ୍ ନହେଲେ ପିଠା ଭଲ ହୁଏ ନାହିଁ। ସେହି ଅରୁଆ ଚାଉଳ ଯେଉଁ ଥାଏ ତାକୁ ଧୀରେ ଧୀରେ ପକାଇ ଗୁଡ଼ରେ ମେଲ୍ଟ କରାଯାଏ। ଆଉ ଏଇ ପିଠାର ପାଗଟା ସମସ୍ତେ ଜାଣିନଥାନ୍ତି। ଆମ ଘର ପାଖରେ ଜଣେ ବୁଢ଼ୀ ମାଉସୀ ଥିଲେ, ସେ ଏ ପିଠାର ପାଗ ଜାଣିଛନ୍ତି, ସେଥିପାଇଁ ତାଙ୍କୁ ଡକା ହେଇଥିଲା, ସେ ପିଠାଟି ତିଆରି କରିବାରେ ସହଯୋଗ କରିଥିଲେ। ଏହି ଗୁଡ଼ ପାଗରେ ଅରୁଆ ଚାଉଳ ଗୁଣ୍ଡକୁ ମିଶାଇବା ଏତେ ସହଜ ନୁହେଁ। ଟିକେ ଏପଟ ସେପଟ ହୋଇଗଲେ ଅଧିକ ଅଠା ହେଇଯିବ, ନହିତ ଖରାପ ହେଇଯିବ, ଆଉ ପିଠା ଭଲ ହେବ ନାହିଁ। ଧୀରେ ଧୀରେ ଏମିତି ଚାଉଳ ଗୁଣ୍ଡ ପଡ଼ୁଥିବ, ସେପଟେ ଘଣ୍ଟା ହେଉଥିବ। ଆଉ ତାକୁ ଭଲସେ ଧରି ନ ଘାଣ୍ଟିଲେ ଭଲସେ ମେଲ୍ଟ ହେବନି। ତେଣୁକରି ହାତକୁ ମଧ୍ୟ ଷ୍ଟ୍ରଙ୍ଗ ରଖି ସେ ଅରୁଆ ଚାଉଳ ଗୁଣ୍ଡ ଆଉ ଗୁଡ଼କୁ ମିଶାଇବାର ଅଛି। ସେସବୁ ଧୀରେ ଧୀରେ ମିଶାଇଲା ପରେ ଜଣାପଡ଼ିବ ଯେ କେତେ ପାଗ ହେଲା ପରେ ହିଁ ସେ ଆଣଟି ହେବ। ଆଗରୁ ଆମ ସମୟରେ ଥିଲା, ଆମେ ଜାଣୁଥିଲୁ ଛୁଆବେଳେ ଯେଉଁ ଏଇ ଆରିସା ପିଠା କରାଯାଏ, ଆରିସା ପିଠା କରାଯିବା ସମୟରେ ଯିଏ ପିଠା କରନ୍ତି ସେ ପିଠା ଚାଉଳ ଧୁଆ ହେଇକିରି ଶୁଖିବ। ସେ ଚାଉଳକୁ କେହି ଦେଖନ୍ତିନି, କୁହାଯାଏ ନଜର ପଡ଼ିଗଲେ ପିଠା ଖରାପ ହେଇଯାଏ। ତ ବାସ୍ତବରେ ବି ସେମିତି କିଛି ହେବାର ନଜିର ରହିଛି। ଆଉ ସେ ଚାଉଳକୁ ଧୁଆ ହେଇକିରି ଶୁଖା ହେବ, କେହି ଦେଖିବେନି। ଆଉ ପିଠା ହେଲା ବେଳେ ମଧ୍ୟ କେହି ଦେଖନ୍ତିନି। ଆଉ ଯିଏ ସେ ପିଠାର ପାଗ ଜାଣିଥାନ୍ତି କେବଳ ସେ ହିଁ ରାତିରେ ସେ ପିଠାକୁ ତିଆରି କରିଥାନ୍ତି। ଆଉ ରାତିରେ ହିଁ ଏ ପିଠାଟା ତିଆରି କରାଯାଏ। ଏମିତି କୁହାଯାଏ ଶାସ୍ତ୍ର ପରମ୍ପରା ଅନୁସାରେ କିଛି ଗୋଟେ ବିଦ୍ୟା ଅଛି ଯେଉଁ କୁହାଯାଏ ନଜର, ଡାହାଣୀ, ଭୂତ ପ୍ରେତ, ଚିରିଗୁଣି, ତନ୍ତ୍ରବିଦ୍ୟା। ବାସ୍ତବରେ ଦେଖିବାକୁ ଗଲେ ଆମେ ତାକୁ ସତ ମାନୁନା, କିନ୍ତୁ ଆମେ ବର୍ତ୍ତମାନ ପଢ଼ିବା ପରେ ଜାଣୁଛୁ ସେ ଗୋଟେ ବିଦ୍ୟା ଅଛି, ସେ ବିଦ୍ୟାକୁ ସାଧନ କରାଯାଏ। ସେମିତି ଯେଉଁ ବିଦ୍ୟା ସେମାନେ ଜାଣିଥାନ୍ତି ସେମାନେ ନଜର ପକାଇ ଦିଅନ୍ତି, ସେମାନଙ୍କୁ ମନ୍ତ୍ର ଫୁଙ୍କି ଦିଅନ୍ତି, ଯାହାଫଳରେ କି ପିଠାଟି ଖରାପ ହେଇଯାଏ। ଆପଣ ସବୁ କରିଥିବେ କିନ୍ତୁ ତଥାପି ତାପରେ ମଧ୍ୟ ଯେତେବେଳେ ପିଠା ଛାଣିବେ ଆଇଦର ପିଠା ଭାଙ୍ଗିଯିବ, ନହେଲେ ପୁରା ମେଲ୍ଟ ହେଇଯିବ, ତାର ପାଗ ଯୋଗ ଠିକ୍ ରୁହେନି। ଆଉ ଏମିତି ହବାର ବି ଆମେ ପ୍ରାକ୍ଟିକାଲ ବି ଦେଖିଛୁ। ଗୋଟେ ଜଣେ ଆମ ଗାଁରେ ତିଆରି କରନ୍ତି, ସେ ସବୁବେଳେ ତିଆରି କରନ୍ତି। ଗୋଟେ ଥର ସେ ଚାଉଳ ଶୁଖେଇଥିଲେ, କହିଲେ କି ଗୋଟେ ଲୋକ ଗୋଟେ କିଛି ବିଦ୍ୟା ଜାଣିଛି, ସେ ଲୋକ ପିଠା ଫୁଙ୍କି ଦେଇଥିଲା, ତା ପିଠା ନଷ୍ଟ ହେଇଯାଇଥିଲା। ତେଣୁକରି ମୁଁ ଆଜି ପର୍ଯ୍ୟନ୍ତ ମୁଁ କେବେ ବି ଆରିସା କାକରା ପିଠା ତିଆରି କେବେ ଦେଖି ହିଁ ନଥିଲି, ଆଜି ପ୍ରଥମ ଥର ପାଇଁ ଦେଖୁଛି। ଦେଖନ୍ତୁ କେତେ ସେ ଯେଉଁ ଗୁଡ଼ ପାଗ ହେଇଛି, ଧୀରେ ଧୀରେ ଚାଉଳ ପକା ହେଉଛି, କେତେ ସମୟ ଧରିକିରି ଘଣ୍ଟା ହେଉଛି। ଆଉ ତାର ଆଣଟା ଏମିତି ହିଁ ବନ୍ୟା ହେବ। ଆଉ ସେ ଅଧିକ ମୋଟା ହେବନି କିମ୍ବା ପତଳା ହେବନି, ତା ପାଗ ଯିଏ ଜାଣିଛନ୍ତି ସେ କରିବେ। ଆଉ ସେ ବୁଢ଼ୀ ମାଉସୀ ଜଣେ ଯିଏ ଥିଲେ ଆମ ଘର ପାଖରେ, ସିଏ ଜାଣିଛନ୍ତି, ତେଣୁକରି ସିଏ ଦେଖୁଥିଲେ କି ପାଗ ହେଲାଣି କି ନାହିଁ। ତେଣୁକରି ସେଇ ଅନୁସାରେ ଚାଉଳ ପକାଉଥିଲେ। 1 କେଜି ଚାଉଳରେ 600 ଗୁଡ଼, ଏଇ ପରିମାଣରେ ତାର ଭାଗ ମାପ ଅନୁସାରେ ତିଆରି ହେଇଥାଏ। କହିବାକୁ ଗଲେ 10 ଭାଗ ଚାଉଳ ହେଲେ 6 ଭାଗ ଗୁଡ଼ ରହିବ। ଇଏ 1 କେଜି ଚାଉଳରେ 600 ଗୁଡ଼ ପଡ଼ିଥିଲା। ଗୁଡ଼ ପଡ଼ିକିରି ଦେଖନ୍ତୁ ଧୀରେ ଧୀରେ ଏମିତି ଘଣ୍ଟା ହେଇଥିଲା। ଆମ ଛୁଆବେଳେ କହିବାକୁ ଗଲେ ଏ ପିଠା ଆମକୁ ବହୁତ ଭଲ ଲାଗେ। ଆଉ ଏ ପିଠା ଅଧିକ ଦିନ ପର୍ଯ୍ୟନ୍ତ ରହିଥାଏ, ନଷ୍ଟ ହୁଏନି। ଏ ପିଠାକୁ ଡବାରେ ରଖି ମାସ ମାସ ଧରି ଖାଇ ହେବ। ଆଉ ଅରୁଆ ଚାଉଳ ସାଙ୍ଗରେ ଗୁଡ଼ ପୁଷ୍ଟିକରକ, ତା ସହିତ ବହୁତ ସୁସ୍ୱାଦୁକରକ। ଆଉ ଏ ପିଠାଟାକୁ ଯିଏ ଗୁଡ଼ ନ ଖାଆନ୍ତି ଚିନିର ମଧ୍ୟ କରିଥାନ୍ତି। ଆଉ ଏ ପିଠାଟିକୁ ଖାଇବା ଦ୍ୱାରା ଶରୀରରେ ମଧ୍ୟ କୁହାଯାଏ ଥକାପଣ ଦୂର ହୋଇଥାଏ। କାହିଁକିନା ଗୁଡ଼ ପଡ଼ିଛି, ତା ସହିତ ଅରୁଆ ଚାଉଳ ପଡ଼ିଛି, କୌଣସି କେମିକାଲ ଏଥିରେ ମିଶୁନି। ଏହା ଯେତିକି ସ୍ୱାସ୍ଥ୍ୟପ୍ରଦ ତା ସହିତ ସେତିକି ପରିବେଶ ଅନୁକୂଳ ମଧ୍ୟ। ଆମ ଓଡ଼ିଆଙ୍କର ପରମ୍ପରା ପରମ୍ପରା ଯେଉଁ ରହିଛି ପିଠାପଣା, ତାହା ବହୁତ ଅନନ୍ୟ। ଦେଖନ୍ତୁ ଯେମିତି ପୋଡ଼ ପିଠା ଥିଲା, କେତେ ସମୟ ପର୍ଯ୍ୟନ୍ତ ଏ ପିଠା ଘଣ୍ଟା ଚାଲିଛି। ମଣ୍ଡା ପିଠାରେ କ'ଣ ଡାଇରେକ୍ଟ ଆମେ ପାଣିରେ ସବୁ ଚୁନା ଧୀରେ ଧୀରେ ପକେଇକିରି ଗୋଳିଥାଉ, କିନ୍ତୁ ଏଥିରେ ମଧ୍ୟ ଆଗ ଗୁଡ଼ ପାଗ ହେବ, ଗୁଡ଼ ପାଗରେ ସବୁ ପଡ଼ିକିରି ଘଣ୍ଟା ହେବ। ଏ ଘାଣ୍ଟିବାଟା ମଧ୍ୟ ଏତେ ସହଜ ନୁହେଁ, ଘାଣ୍ଟିବାଟା ବହୁତ କଷ୍ଟ। ଦେଖନ୍ତୁ ତତଲା ଡିସ୍କୁ ଧରିକିରି ଯେଉଁ ଆଣଟା ଘଣ୍ଟା ହେଉଛି, କେମିତି ଘଣ୍ଟା ହେଉଛି ତାକୁ ବାରମ୍ବାର ଚେକ୍ କରିବାକୁ ପଡ଼ୁଛି, ସେ ଯେମିତି ମେଲ୍ଟ ହେବ ଭଲସେ। ତା ସହିତ କୌଣସି ଯେଉଁ ଚାଉଳ ଗୁଣ୍ଡ ଯେମିତି ବିଣ୍ଡା ରହି ନଯାଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ
ମିଶାଇବାକୁ ପଡ଼େ। ସବୁ ଚାଉଳକୁ ବହୁତ ଭଲ ଭାବରେ ମିଶାଇବାକୁ ପଡ଼େ। ଆଉ ସେ ମାଉସୀ ମଧ୍ୟ ସେ ଜାଣିଥିଲେ କେତେ ଗୁଡ଼ରେ କେତେ ପାଗ ହେବ। ତେଣୁକରି ଅଧିକ ପଡ଼ିଗଲେ ମିଠା କମ୍ ହେଇଯିବ କିମ୍ବା କମ୍ ପଡ଼ିଗଲେ ମଧ୍ୟ ଯଦି ଆଣଟା ଟାଣ ହେଇଯାଏ ପିଠା ଭାଙ୍ଗିଯିବ, ଝୁରଝୁରିଆ ହେଇଗଲେ ପିଠା ଭାଙ୍ଗିଯିବ। ତେଣୁକରି ତା'ର ପାଗ ଅଛି। ପାଗ ଶିଖିଥିବା ଲୋକ ହିଁ ଏ ପିଠାକୁ କରିପାରିବେ। ଚେଷ୍ଟା କଲେ ସମସ୍ତେ କରିପାରିବେ। ଆଉ ଇଏ ହେଉଛି ସେଇ ଆରିସା ପିଠା। ଆରିସା ପିଠାକୁ ମୋର ମନେ ଅଛି ଆମ ଛୋଟବେଳେ ଆମେ ଖାଇବାକୁ ବହୁତ ଭଲ ପାଉ। ବିବାହ ପର୍ବପର୍ବାଣିରେ ଆରିସା ପିଠା ଭାରରେ ଯାଏ, କୁମାର ପୂର୍ଣ୍ଣମୀ ଭାରରେ ଆସେ। ଆରିସା ପିଠାକୁ ସମସ୍ତେ ଭଲ ପାଆନ୍ତି। ତାପରେ କଡ଼େଇରେ କିଛି ତେଲ ନିଆଯାଏ। ତେଲ ଆପଣ ଆପଣଙ୍କ ହିସାବରେ ନେବେ। କଡ଼େଇରେ ତେଲ ପକାଇଲା ପରେ ତେଲଟା ଭଲସେ ଗରମ ହେବ, ତାକୁ ଚେକ୍ କରିବାକୁ ପଡ଼ିବ ତେଲ ଗରମ ହେଇଛି କି ନାହିଁ। ତାର ତେଲ ବି ଗରମର ପାଗ ଅଛି। ତାପରେ କଦଳୀ ପତ୍ରରେ ପିଠାଟା ବନିଆଯାଏ। ଗୋଟେ କଦଳୀ ପତ୍ର, କଅଁଳିଆ କଦଳୀ ପତ୍ର ଆଣି କଦଳୀ ପତ୍ରରେ ତେଲ ମରା ହେବ। ଆଉ ଏଇ ଯେଉଁ ପିଠାର ଯେଉଁ ଆଣଟା ଥିବ ବନିଆ ହେଇଥିବ ସେଦୁଅଟା, ସେଇ ସେଦୁଅଟାକୁ ଏମିତି ଗୋଲ ଗୋଲ କରିକିରି ବନାଯାଏ। ମୁଁ ତ କେବେ ବନେଇ ନଥିଲି, ଦେଖିନଥିଲି, ତେଣୁକରି ମୁଁ ଦେଖିଲି ସେ ମାଉସୀ ବନଉଛନ୍ତି। ସେ ଯେତେବେଳେ ସେଦୁଅଟା ଯେତେବେଳେ ବନେଇଲେ ନା, ବନେଇଲା ପରେ ଦେଖନ୍ତୁ ତାକୁ ଆପଣ ଯେତେବେଳେ ଚଟକା କରି ଥୋଇଦେବେ ସେ ଅଧିକା ଲମ୍ବିଯିବ। ତେଣୁକରି ତାକୁ ଅଧିକ ଚଟକେଇବେନି। ଆଉ ତା ପାଗଟା ବି ସେମିତି ହେଇଯିବ। ତେଣୁକରି ଛୋଟ ଛୋଟ ଦେଖନ୍ତୁ ସେ ବନିଆ ହେଇଥିଲା, ତାପରେ ପିଠାଟା ଫୁଲିଗଲା ପରେ କେମିତି ହେଇଯିବ। ସେଇ ପିଠାକୁ ଚଟକା କରିକିରି ତେଲ କଡ଼େଇରେ ପକାଇଲା ପରେ ଦେଖନ୍ତୁ ସେ ପିଠାଟା କେମିତି ଛାଣି ହେଇକିରି ଠିକ୍ସେ ଫୁଲିଲା। ଯେମିତି ପୁରୀଟା ଫୁଲେ ସେ ପିଠା ମଧ୍ୟ ସେମିତି ଫୁଲିବ। ତେଲ ଅନୁସାରେ ଦେଖିକିରି ପିଠା ପକାଇବାକୁ ପଡ଼ିବ। ଆଉ ତା ପିଠାଟା ଯେଉଁ ଧଳା ଥିଲା ସମ୍ପୂର୍ଣ୍ଣ ସେତେବେଳେ ପୁରା ନାଲି ହେଇଯିବ। ଦେଖନ୍ତୁ ଗୋଟେ ସାଇଡ଼୍ ନାଲି ହେଇଗଲା। ନାଲି ହେଇଗଲା ପରେ ତାକୁ ଆଉ ଗୋଟେ ସାଇଡ଼୍କୁ ତାକୁ ଓଲଟେଇ ଦେବା ପରେ ସେ ପିଠାଟା ଧୀରେ ଧୀରେ ହେଇଯାଇଥାଏ। ସେ ପିଠାଟା ହେଇଯିବା ପରେ ତାକୁ ଛାଣି ନେବାର। ଛାଣିଲେ ଯେମିତି ତେଲ ଗୁଡ଼ିକ ସବୁ ପିଠାରୁ ଛାଡ଼ିଯିବ। ଆଉ ତାକୁ ଆପଣ ନେଇକି ଡାଇରେକ୍ଟ ଜାଗାରେ ରଖିବେନି। ତାକୁ ପ୍ରଥମେ କଦଳୀ ପତ୍ର ନହେଲେ କିଛି ପେପର ସେଥିରେ ପକାଇବାର। ତାପରେ ଦେଖନ୍ତୁ ତେଲ ଛାଡ଼ିଯାଇଛି, ପିଠାଟା ବହୁତ ସୁନ୍ଦର ହେଇଛି। ଆଉ ଖାଇଲେ ମଧ୍ୟ ପିଠା ବହୁତ ଟେଷ୍ଟି ଲାଗିଥାଏ। ବହୁତ ଦିନ ପର୍ଯ୍ୟନ୍ତ ରଖି ଖାଇହେବ। ଯଦି ଭିଡ଼ିଓଟି ଭଲ ଲାଗିଛି ଚ୍ୟାନେଲଟି ସବସ୍କ୍ରାଇବ୍ କରନ୍ତୁ।